ଗାଁ ଭିତରୁ 6 ଫୁଟିଆ ଅଜଗର ଉଦ୍ଧାର। ବରଗଡ଼ ଜିଲ୍ଲା ପଦ୍ମପୁର ବନଖଣ୍ଡ ଅଧୀନସ୍ଥ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ବାବୁଲାଲ ଭୋଇଙ୍କ ଘର ପଛପଟ ବିଲରେ ଲଙ୍କା ଚାଷ କରିଥିବାରୁ କୁକୁଡ଼ା ପଶି ନ ପାରିବେ ବୋଲି ଜାଲ ବାଡ଼ ଦେଇଥିଲେ। ପ୍ରତିଦିନ ଭଳି ଆଜି ସକାଳୁ ବାବୁଲାଲ ନିଜ ବିଲକୁ ଯିବା ସମୟରେ ହଠାତ୍ ତାଙ୍କର ନଜର ପଡ଼ିଥିଲା ଏକ ବିରାଟକାୟ ଅଜଗର ସାପ ଉପରେ। ତେବେ ଅଜଗରକୁ ଦେଖି ବାବୁଲାଲ ଭୟଭୀତ ହୋଇ ତୁରନ୍ତ ବନ ବିଭାଗ ଅଧିକାରୀଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ। ଖବର ପାଇ ବନ ବିଭାଗ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ। ଜଙ୍ଗଲରେ ଖାଦ୍ୟର ଅଭାବ ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଅଜଗର ପଶି ଆସିଥିବା ଅନୁମାନ କରାଯାଉଛି। ତେବେ ପଦ୍ମପୁର ଉପବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲ୍ଲା ସାପଟିର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଇବା ପରେ ତାର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାରୁ ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲ କରାଡୁଙ୍ଗରିଠାରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଅଜଗର ସାପଟିର ଓଜନ 8ରୁ 10 କିଲୋ ଭିତରେ ହୋଇଥିବା ବେଳେ 6 ଫୁଟ ଲମ୍ବ ରହିଛି। ବ୍ୟୁରୋ ରିପୋର୍ଟ, ଗୀତାଞ୍ଜଳି ନ୍ୟୁଜ୍।